ୱେଲକମ୍ ଟୁ ଜୟଦୀପ ଏକାଡେମୀ। ହାଏ ଦର୍ଶକ ବନ୍ଧୁ, ମୁଁ ଜୟଦୀପ ଆପଣମାନଙ୍କୁ ମୋ ୟୁଟ୍ୟୁବ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ଆଲୋଚନା କରିବା ଦଶମ ଶ୍ରେଣୀର ଓଡ଼ିଆ ସାହିତ୍ୟ ପଦ୍ୟର ଭୀମଙ୍କ ସିଂହନାଦ ରଡ଼ି। ଏହି ଟପିକକୁ ତିନୋଟି ପାର୍ଟରେ ଅପଲୋଡ କରାଯିବ। ଶେଷ ପାର୍ଟରେ ଏହାର ପ୍ରଶ୍ନ ଉତ୍ତର ଦେଇପାରିବେ। ଚାଲନ୍ତୁ ଡେରି ନକରି ଆଜିର ଟପିକକୁ ଯିବା। ଭୀମଙ୍କ ସିଂହନାଦ ରଡ଼ି, ଯାହାକୁ ରଚନା କରିଛନ୍ତି ଶାରଳା ଦାସ, ଯାହାକୁ ଓଡ଼ିଆ ସାହିତ୍ୟରେ ଆଦିକବି ମଧ୍ୟ କୁହାଯାଏ। ସେ ପଞ୍ଚଦଶ ଶତାବ୍ଦୀର କବି ଅଟନ୍ତି। ଚାଲନ୍ତୁ ତାଙ୍କ ବିଷୟରେ ଜାଣିଦେବା। ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ଆଦିକବି ଶାରଳା ଦାସ, ସାରଳ ଓ ଶାରଳା ଦାସ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କର ସମକାଳ ଅର୍ଥାତ୍ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ଜୀବିତ ଥିବା ଜଣାଯାଏ। ଓଡ଼ିଆ ଭାଷାରେ ଯେ ସାହିତ୍ୟ ରଚନା କରି ଆଦିକବି ରୂପରେ ପ୍ରସିଦ୍ଧି ଲାଭ କରିଛନ୍ତି, ସେ ଓଡ଼ିଶାର ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କର ସମକାଳୀନ କବି ବୋଲି ଜଣାଯାଏ। ରାଜା କପିଳେନ୍ଦ୍ର ଦେବଙ୍କୁ ଗୋଟେ ଉପାଧି ପ୍ରଦାନ କରାଯାଇଥିଲା, ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଲେବର୍ଗେଶ୍ୱର। ଚାଲନ୍ତୁ ଆଗକୁ ଯିବା। ଝଙ୍କଡ଼ର ସାରଳା ଚଣ୍ଡୀଙ୍କୁ ଆରାଧନା କରି ସେ କାବ୍ୟ ରଚନା ପାଇଁ ଅପୂର୍ବ ଶକ୍ତି ଲାଭ କରିଥିବାରୁ ନିଜକୁ ସାରଳ ଓ ଶାରଳା ଦାସ ରୂପେ ପରିଚିତ କରାଇ ଅଛନ୍ତି। ଶାରଳା ଦାସ ଝଙ୍କଡ଼ର ସାରଳା ଚଣ୍ଡୀଙ୍କୁ ଆରାଧନା କରି ସେ ଅପୂର୍ବ ଶକ୍ତି ପ୍ରାପ୍ତ କରି କାବ୍ୟ କବିତା ରଚନାରେ ପ୍ରସିଦ୍ଧି ଲାଭ କରିପାରିଛନ୍ତି। ତାଙ୍କର ପିତୃଦତ୍ତ ନାମ ସିଦ୍ଧେଶ୍ୱର ପରିଡ଼ା ଥିବା ଜଣାଯାଏ। ତାଙ୍କ ବାପାଙ୍କ ଦ୍ୱାରା ଦିଆହେଇଥିବା ନାମ ହେଲା ସିଦ୍ଧେଶ୍ୱର ପରିଡ଼ା। ସେ ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣମାନ ରଚନା କରି ଯଶସ୍ୱୀ ହୋଇଛନ୍ତି। ସେ ଅନେକ ମହାଭାରତ, ଚଣ୍ଡୀପୁରାଣ ଓ ବିଚିତ୍ର ରାମାୟଣ ରଚନା କରି ଓଡ଼ିଆ ସାହିତ୍ୟରେ ଅମର ହୋଇପାରିଛନ୍ତି। ପୂର୍ବାଭାସ, ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ଆଜି ଆମେ ଯେଉଁ ଟପିକ ପଢିବା ପାଇଁ ଯାଉଛି, ଭୀମଙ୍କ ସିଂହନାଦ ରଡ଼ି, ତାହା ଶାରଳା ଦାସଙ୍କ ଦ୍ୱାରା ରଚିତ ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ମହାଭାରତ ମହାସମରରେ ଆତ୍ମୀୟ ସୃଜନଙ୍କୁ ହରାଇ ମହାମାନେ ଦୁର୍ଯ୍ୟୋଧନ ଦୁର୍ଗାବାସଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଅଛନ୍ତି। ଏଠାରେ ମହାଭାରତର ମହାସମରରେ ଆତ୍ମୀୟ ସୃଜନଙ୍କୁ ହରାଇଥିବା ଦୁର୍ଯ୍ୟୋଧନ ଦୁର୍ଗାବାସ ଋଷିଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଲୁଚିଥିଲେ, ଆତ୍ମଗୋପନ କରିଥିଲେ, ସେ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଛି। ଏହି ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବା ପାଇଁ ତାର ଶତ୍ରୁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହେଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ଯେକୌଣସି ବ୍ୟକ୍ତି ବି ସେ ବ୍ୟାସ ସରୋବରକୁ ଯାଇକି କୌଣସି ବ୍ୟକ୍ତିକୁ ଯଦି ସେ ଶରଣ ନେଇଥିବ ସେଠାରେ, ତାକୁ ଯଦି ମାରିବା ପାଇଁ ଚେଷ୍ଟା କରାଯିବ, ତାହେଲେ ସେ ଅଭିଶପ୍ତ ହେଇଯିବ, ମାରିପାରିବ ନାହିଁ, ନିଜର ମୃତ୍ୟୁକୁ ସେ ଡାକି ଆଣୁଛି। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଲୁଚିଥିବାର ସୂଚନା ପାଇ ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ ହୋଇ ଦୁଇଟି ଭୟଙ୍କର ରଡ଼ି ଦେବାରୁ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି ତାଙ୍କୁ ଠେଲି ଦେଇ ଯୁଦ୍ଧ ଦେଇ ଡାକରା ଦେଇ ସତୁରୀ ଭାଗ ଗଦା ଧରି ମହାଦର୍ପରେ ବ୍ୟାସ ସରୋବରରୁ ବାହାରି ଆସିଲେ। ଏହି ବ୍ୟାସ ସରୋବରରେ ଲୁଚିଥିବାର କଥା ସହଦେବ ଜାଣିପାରିଛନ୍ତି ଓ ସହଦେବ ଭୀମଙ୍କୁ କହୁଛନ୍ତି ଯେ ଶିବଙ୍କ ଠାରୁ ସିଂହନାଦ ମାଗ। ସିଂହନାଦ ମାଗିଲା ପରେ ସେଠାରୁ ଯେଉଁ 3 ଥର ଧ୍ୱନି ଦେଲା ପରେ ଦୁର୍ଯ୍ୟୋଧନ ସେଇ ବ୍ୟାସ ସରୋବରରୁ ବାହାରି
ଯୁଦ୍ଧ ଦେଇ ଡାକରା ଦେଇ 70 ଭାର ଗଦା ଧରି ଯୁଦ୍ଧ କ୍ଷେତ୍ରକୁ ଯୁଦ୍ଧ କରିବା ପାଇଁ ବାହାରି ଆସିଲା। ଏଠାରେ ଭୀମଙ୍କ ଦ୍ୱାରା ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତି, ତାହାର ବାଦନରେ ସୌରମଣ୍ଡଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି, ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଆଗ୍ରହ କରି ଦୁର୍ଯ୍ୟୋଧନଙ୍କ ବିରୋଚିତ ସମ୍ମୁଖ ସମରକୁ ଆଗମନ ଆଦି ବିଷୟ ସୁନ୍ଦର ଭାବେ ଚିତ୍ରିତ ହୋଇଅଛି। ଏଠାରେ ଭୀମଙ୍କ ଦ୍ୱାରା ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତି, ତାହାର ବାଦନରେ ସୌରମଣ୍ଡଳରେ ବା ପୃଥିବୀ ପୃଷ୍ଠରେ କେଉଁ ପ୍ରକାର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଲକ୍ଷ୍ମୀଙ୍କର ସାନ୍ତ୍ୱନାକୁ, ଲକ୍ଷ୍ମୀଙ୍କର କଥାକୁ ନ ମାନି ଦୁର୍ଯ୍ୟୋଧନ ତାଙ୍କୁ ଅପମାନିତ କରିଥିଲେ, ତାଙ୍କ ଭୁଜାରେ ଠେଲି ଦେଇଥିଲେ, ସେ ସବୁ କଥା ଏଠାରେ ଉଲ୍ଲେଖ ଅଛି। ଚାଲନ୍ତୁ ଜାଣିବା। ଭଲକି ବୁଝିବା ପାଇଁ ଚେଷ୍ଟା କରିବା। ମୋ ଦ୍ୱାରା ଯେତିକି ସମ୍ଭବ ହବ ମୁଁ ଚେଷ୍ଟା କରିବି ଭଲକି ବୁଝେଇବା ପାଇଁ। ସହଦେବ ବୋଇଲା ସ୍ୱାମୀ ଶୁଣି ମା ଜଗନ୍ନାଥ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ଗୋବିନ୍ଦେ ବୋଇଲେ ଯେବେ ଏମନ୍ତ ଅଛି ଭୀମ, ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତି ଭ୍ରମ। ଏବେ ବହନ ତୁ ବିଶ୍ୱନାଥଙ୍କୁ ସିଂହନାଦ ମାଗ, ରଡ଼ିର ନାଦେ ମାନ ଗୋବିନ୍ଦ ବାହାର ହେଉ ବେଗ। ଧ୍ୟାନେନ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଆସନ କମ୍ପିଲା ଯେ ଦେବଶୂଳ ଧର। ଚାଲନ୍ତୁ ଏହି ପଦ୍ୟର ଭାବାର୍ଥ ଜାଣିବା। ସହଦେବ ସ୍ୱାମୀ ଜଗନ୍ନାଥଙ୍କୁ ବା ଶ୍ରୀକୃଷ୍ଣଙ୍କୁ ଏଠାରେ କହୁଛନ୍ତି, ଭୀମସେନ ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ। ନା କଣ ପାଇଁ ନା ଯେତେବେଳେ କପିଳାସ ଯେତେବେଳେ ଅଶ୍ଳେଷା ଦୈତ୍ୟ ଅସୁର କପିଳାସକୁ ବହି ନେବା ପାଇଁ ଚେଷ୍ଟା କରୁଥିଲା, ସେତେବେଳେ ଭୀମସେନ ବା ଭୀମ ସେ କପିଳାସକୁ ଉଦ୍ଧାର କରୁଥିଲେ ବା ରକ୍ଷା କରୁଥିଲେ। ସେତିକି ବେଳେ ଈଶ୍ୱର ଭଗବାନ ବା ଶିବ ଭଗବାନ ତାଙ୍କୁ ବର ଦେବେ ବୋଲି କହିଥିଲେ ବା ବର ମାଗିବା ପାଇଁ କହିଥିଲେ। ତ ଏବେ ସହଦେବ କହୁଛନ୍ତି, ଏବେ ସେ ସମୟ ଆସିଛି ଯେ ଭୀମସେନ ତୁ ଈଶ୍ୱରଙ୍କୁ ସିଂହନାଦ ମାଗ। ସେ କଥା ଜାଣିକି ଗୋବିନ୍ଦ କହୁଛନ୍ତି ବା ଶ୍ରୀକୃଷ୍ଣ କହୁଛନ୍ତି, ଯଦି ଏହିଭଳି ବାଟ ଅଛି, ପନ୍ଥା ଅଛି, କାହିଁକି ତୋ ମତିଭ୍ରମ ହଉଛି? ରେ ଭୀମ, ଯଦି ଏଭଳି ବାଟ ଅଛି, ଏଭଳି ପନ୍ଥା ଅଛି, ତାହେଲେ ତୋର ମତିଭ୍ରମ କଣ ପାଇଁ ହଉଛି? ଏବେ ଯାଇ ତୁ ବିଶ୍ୱନାଥଙ୍କୁ ବା ଶିବଙ୍କୁ ସିଂହନାଦ ମାଗ। ରଡ଼ିର ନାଦରେ ମୀନ ଗୋବିନ୍ଦ ଶୀଘ୍ର ସେ ବାହାର ହେଇଯାଉ। ସେଇ ରଡ଼ିର ନାଦରେ, ସେ ରଡ଼ିର ଧ୍ୱନିରେ ମୀନ ଗୋବିନ୍ଦ ଦୁର୍ଯ୍ୟୋଧନ ଶୀଘ୍ର ସେ ବାହାର ହେଇଯାଉ। ତାହା ତେବେ ଧ୍ୟାନର ସହକାରେ ଚିନ୍ତନ କଲେ ପାଣ୍ଡବ ସୁନ୍ଦର ଭୀମସେନ ବିଷ୍ଣୁଙ୍କର କଥା ମାନି ବା ଶ୍ରୀକୃଷ୍ଣଙ୍କର କଥା ମାନି ଧ୍ୟାନର ସହକାରେ ଚିନ୍ତନ କଲେ ଭୀମସେନ। ଯେତେବେଳେ ଭୀମସେନ ଶୂଳଧରଙ୍କୁ ସ୍ମରଣ କଲେ ବା ଚିନ୍ତନ କଲେ ବା ମନନ କଲେ, ସେତେବେଳେ ଈଶ୍ୱରଙ୍କର ଆସନ କମ୍ପି ଉଠିଲା। এই ପଦର ଭାବାର୍ଥ ଏତିକି। ଚାଲନ୍ତୁ ଆଗକୁ ବଢିବା। କଠିନ ଶବ୍ଦର ନିବାରଣ। ଯେଉଁ କଠିନ ଶବ୍ଦ ଗୁଡାକ ଆପଣ ମାନେ ଜାଣିପାରୁନାହାନ୍ତି, ଏ ଭିଡିଓକୁ ପାଉଜ କରିକି ଖାତାରେ ଲେଖିଦେବେ ଓ ପଢିବା ପାଇଁ ଚେଷ୍ଟା କରିବେ, ଯାହାଦ୍ୱାରା ବୁଝିବା ପାଇଁ ସରଳାର୍ଥ ସହଜ ହେବ ବା এই ପଦ୍ୟ ବୁଝିବା ପାଇଁ ସହଜ ହେବ।
ଏହାକୁ ପାର୍ଟ ପାର୍ଟ କରି ଭାଗ କରାଯାଇଛି, ଯାହାଦ୍ୱାରା ବୁଝିବା ପାଇଁ ବା ପଢ଼ିବା ପାଇଁ ମଧ୍ୟ ସହଜ ହେବ। ସେଥିପାଇଁ ଏମିତି ତିଆରି କରାଯାଇଛି। ଚାଲନ୍ତୁ ଜାଣିବା। ଧ୍ୟାନେ ନ ଜାଣିଲେ ସେ ଦେବ ପଶୁପତି, ଈଶ୍ୱର ବୋଇଲେ ଦେବୀ ଶୁଣ ଗୋ ପାର୍ବତୀ। ଆମ୍ଭନ୍ତ ସିଂହନାଦ ମାଗୁଅଛି ବୀର ଭୀମା, ତୁମ୍ଭ ବିଚାରକୁ କିସ ଯୋଗାଇ ଗୋମା। ପାର୍ବତୀ ବୋଇଲେ ଭୀମସେନ ଆମ୍ଭ ଉପକାରୀ, ବେଲେ ବେଲେ ପାଣ୍ଡବେ ଆମ୍ଭ କପିଲାସ କଇଁ ଉଦ୍ଧରି। ସତ୍ୟ ମନା ଇଚ୍ଛା ଦେବ ଯେ ତ୍ରିପୁରାରୀ, ପାର୍ବତୀ ବୋଇଲେ ସିଂହନାଦ ଦିଅସି ବହନ। ପାଣ୍ଡବଙ୍କ ହେତୁ ତୁମେ ପ୍ରତିଅଛ ତ୍ରିଲୋଚନ, ସଙ୍କଟ କାଲେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ। ଦିଅସି ସିଂହନାଦ ପ୍ରସନ୍ନ ବଦନେଣୁ, ଘନ ଘନ ଆସନ କମ୍ପଇ ସଦାନନ୍ଦ। ଚିରକୁଟିରୁ କାଢି ଦେଲେ ସେ ସିଂହନାଦ। ଚାଲନ୍ତୁ ଏହି ପଦ୍ୟର ଭାବାର୍ଥ ଜାଣିଦେବା। ଯେତେବେଳେ ପାଣ୍ଡବ ସୁନ୍ଦର ବା ଭୀମସେନ ଈଶ୍ୱରଙ୍କୁ ସିଂହନାଦ ପାଇଁ ଧ୍ୟାନ କଲେ, ସେତେବେଳେ ଆମର ଦେବ ପଶୁପତି ମହାଦେବ ଜାଣିପାରିଲେ ସେ ଧ୍ୟାନରେ ବସିଥିଲେ, ଯୋଗ ନିଦ୍ରାରେ ବସିଥିଲେ। ଯେତେବେଳେ ଭୀମସେନ ସିଂହନାଦ ପ୍ରାପ୍ତି ପାଇଁ ବା ସିଂହନାଦ ପାଇଁ ଧ୍ୟାନ କଲେ, ସେତେବେଳେ ସେ ଯୋଗ ନିଦ୍ରାରୁ ଉଠି ପଡ଼ିଲେ। ଯୋଗ ନିଦ୍ରା ତାଙ୍କର ଭଙ୍ଗ ହୋଇଗଲା। ଈଶ୍ୱର କହିଲେ, ଶୁଣ ଗୋ ପାର୍ବତୀ ଦେବୀ, ଆମ୍ଭର ସିଂହନାଦ ମାଗୁଅଛି ବୀର ଭୀମା। ଈଶ୍ୱର ପାର୍ବତୀ ଦେବୀଙ୍କୁ କହୁଛନ୍ତି ଯେ ଆମକୁ ଭୀମସେନ ଆମର ସିଂହନାଦ ମାଗୁଅଛି। ତୁମ ବିଚାରକୁ କଣ ଲାଗୁଛି ଗୋ ଦେବୀ ପାର୍ବତୀ? ଗୋ ଦେବୀ ପାର୍ବତୀ, ତୁମ ବିଚାରକୁ କଣ ଲାଗୁଛି? ପାର୍ବତୀ କହିଲେ, ଭୀମସେନ ଆମ୍ଭର ଉପକାର କରିଛନ୍ତି। ଯେତେବେଳେ ଅଶ୍ଲେଷାଦିତ୍ୟ କପିଳାସକୁ ଉଠାଇ ନେବା ପାଇଁ ଚେଷ୍ଟା କରୁଥିଲା, ସେତେବେଳେ ଭୀମସେନ କପିଳାସ ପର୍ବତକୁ ଉଦ୍ଧାର କରିଥିଲେ ବା ରକ୍ଷା କରିଥିଲେ। ପାର୍ବତୀ ଦେବୀ କହୁଛନ୍ତି, ଭୀମସେନ ଆମ୍ଭର ଉପକାର କରିଛନ୍ତି। ଯେତେବେଳେ ଅଶ୍ଲେଷାଦିତ୍ୟ କପିଳାସକୁ ଉଠାଇ ନେବା ପାଇଁ ଚେଷ୍ଟା କରୁଥିଲା, ସେତେବେଳେ ଭୀମସେନ ଆମକୁ ଉଦ୍ଧାର କରୁଛନ୍ତି ବା କପିଳାସକୁ ଉଦ୍ଧାର କରୁଛନ୍ତି ବା ରକ୍ଷା କରୁଛନ୍ତି। ପାର୍ବତୀ ଦେବୀ ଶିବଙ୍କୁ କହୁଛନ୍ତି, ଭୀମସେନଙ୍କୁ କଥା ଦେଇଥିଲେ ବର ଦେବୀ ବୋଲି। ପାର୍ବତୀ ଦେବୀ କହିଲେ, ସିଂହନାଦ ଭୀମସେନଙ୍କୁ ପ୍ରଦାନ କରନ୍ତୁ। ଆଉ ପାର୍ବତୀ ଦେବୀ କହୁଛନ୍ତି, ଆପଣ ଭୀମସେନଙ୍କୁ କଥା ଦେଇଥିଲେ ଯେ ତାଙ୍କୁ ବର ଦେବି ବୋଲି। ଏବେ ସେ ସମୟ ଆସିଯାଇଛି, ତାଙ୍କୁ ସିଂହନାଦ ପ୍ରଦାନ କରନ୍ତୁ। ପାଣ୍ଡବ ମାନଙ୍କ ପାଇଁ ହେ ତ୍ରିଲୋଚନ ରକ୍ଷା ପାଇଅଛ। ଯେତେବେଳେ ସଙ୍କଟ ସମୟ ଆସେ, ସେତେବେଳେ ପାଣ୍ଡବ ମାନେ ତୁମକୁ ଉଦ୍ଧାର କରନ୍ତି। ଦେବୀ ପାର୍ବତୀ ଦେବୀ କହୁଛନ୍ତି, ଯେତେବେଳେ ସଙ୍କଟ ସମୟ ଆସେ, ସେଇ ପାଣ୍ଡବ ମାନେ ହିଁ ତୁମକୁ ଉଦ୍ଧାର କରନ୍ତି। ପାର୍ବତୀ ଦେବୀ କହୁଛନ୍ତି, ଦିଅନ୍ତୁ ତାଙ୍କୁ ସିଂହନାଦ ପ୍ରସନ୍ନ ମନରେ। ପୁଣି ପାର୍ବତୀ ଦେବୀ କହୁଛନ୍ତି, ତାଙ୍କୁ ଦିଅନ୍ତୁ ସିଂହନାଦ ପ୍ରସନ୍ନ ମନରେ। ଯେତେବେଳେ ଭୀମସେନ ସିଂହନାଦ ପାଇଁ ଈଶ୍ୱରଙ୍କୁ ସ୍ମରଣ କଲେ, ଶିବଙ୍କର ଆସନ ଘନ ଘନ ହୋଇ କମ୍ପି ଉଠିଲା। ଯେତେବେଳେ ଭୀମସେନ ସେ ସିଂହନାଦ ପ୍ରାପ୍ତି ପାଇଁ ଶିବଙ୍କୁ ଚିନ୍ତନ କରୁଛନ୍ତି, ସ୍ମରଣ କରୁଛନ୍ତି, ସେତେବେଳେ ଶିବଙ୍କର ଆସନ ଅହରହ କମ୍ପି ହୋଇ ଉଠିଲା। ତାପରେ ଶିବ ଭଗବାନ ତାଙ୍କର ଚିରିକୁଟିରୁ ବା ମୁଣାରୁ କାଢି ସିଂହନାଦ ପ୍ରଦାନ କଲେ। এই ପଦ୍ୟର ଭାବାର୍ଥ ଏତିକି। ଚାଲନ୍ତୁ କଠିନ ଶବ୍ଦ ଜାଣିଦେବା। କଠିନ ଶବ୍ଦ ନିବାରଣ। এই ଶବ୍ଦ ଗୁଡିକ ଖାତାରେ ଲେଖିଦେବେ ଓ ମୁଖସ୍ଥ କରିବା ପାଇଁ ଚେଷ୍ଟା କରିବେ, ଯାହାଦ୍ୱାରା এই ପଦ୍ୟକୁ ବୁଝିବା ପାଇଁ ସହଜ ହେବ। ମୁଁ କହୁନାହିଁ, ନହେଲେ ଭିଡ଼ିଓଟି ବହୁତ ବଡ଼ ହେଇଯିବ ତାର ଅର୍ଥ କହିଲେ। ଯଦି ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର ଓ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଯଦି ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି,
ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖକୁ ପହଞ୍ଚି ପାରିବ। ଥ୍ୟାଙ୍କ ୟୁ ଫର୍ ୱାଚିଂ।